ଆଜିର ଭିଡିଓରେ ଆମେ ଆପଣମାନଙ୍କୁ ଜଣେଇବୁ ଘରେ ଝାଡୁ ଲଗେଇବାର 10 ମିନିଟ ପୂର୍ବରୁ କରନ୍ତୁ ଏହି ଉପାୟ। ଧନର ବର୍ଷା ହେବ। ଝାଡୁରେ ଘର ଦ୍ୱାର ହେଉ କିମ୍ବା ଅଫିସର ପ୍ରତିଦିନ ସଫାସୁତୁରା କରାଯାଉ। ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଏ, କାରଣ ଝାଡୁ ଦ୍ୱାରା ଅନେକ ଥର ଅଶୁଭ ଜିନିଷ ହେବାକୁ ଲାଗିଥାଏ ଏବଂ ବାସ୍ତୁ ଅନୁସାରେ ଝାଡୁ ଲଗାଇବାରେ ଝାଡୁ ରଖିବାରେ କିଛିଜି ସାବଧାନତା ଯଦି ଆପଣ ରଖିବେ ତ ଉନ୍ନତି ହେବ, ନଚେତ୍ ଜୀବନରେ ସମସ୍ୟା ସୃଷ୍ଟି ହେବ। ଯେବେ ବି ଆପଣ ଝାଡୁ କିଣୁଛନ୍ତି ତ 1ଟି କିମ୍ବା 3ଟି 5ଟି ସଂଖ୍ୟାରେ କିଣନ୍ତୁ, କିନ୍ତୁ ଯୋଡ଼ା ଝାଡୁ କିଣନ୍ତୁ ନାହିଁ, ଯେମିତି 2, 4ଟି, 6ଟି। କେତେଥର ଏମିତି ହୋଇଥାଏ ଝାଡୁ ପୁରୁଣା ହୋଇ ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡୁଛି, ତ ଆପଣ ମାନଙ୍କୁ ତାହାକୁ ବ୍ୟବହାର କରୁଛନ୍ତି। ତ ବାସ୍ତୁ ଅନୁସାରେ ଏମିତି ଝାଡୁ ଘରେ ବ୍ୟବହାର କରନ୍ତୁ ନାହିଁ, କାରଣ ଝାଡୁ ଥରେ ଛିଣ୍ଡି ଯିବା ପରେ ତାକୁ ଯୋଡି କରି ବ୍ୟବହାର କରିବା ଅଶୁଭ ମାନାଯାଏ। ଏହା ଜୀବନର ସମସ୍ୟାକୁ ବଢାଇ ଦେଇଥାଏ, ଆପଣଙ୍କ ଭାଗ୍ୟରେ ବାଧା ସୃଷ୍ଟି କରିଥାଏ। ତ ଯେମିତି ହିଁ ଆପଣଙ୍କ ଝାଡୁ ପୁରୁଣା ହୋଇଯିବ, ଛିଣ୍ଡିବାକୁ ଲାଗିବ, ତ ତୁରନ୍ତ ଘରୁ ବାହାର କରିଦିଅନ୍ତୁ ଆଉ ନୂଆ ଝାଡୁ ଆଣି ଲଗାନ୍ତୁ। ଝାଡୁକୁ କେବେ ବି ଆଲମାରି ପଛରେ ରଖିବେ ନାହିଁ, ଏହା ଦ୍ୱାରା ଧନ ଉପରେ ପ୍ରଭାବ ପକାଇଥାଏ। ଝାଡୁକୁ କେବେ ବି ଘରେ ହେଉ କିମ୍ବା ଅଫିସରେ ଠିଆ କରି ରଖିବେ ନାହିଁ, ଏହାକୁ ଅଶୁଭ ମାନାଯାଏ। ଝାଡୁକୁ ସର୍ବଦା ଭୂମି ଉପରେ ଲେଉଟି କରି ରଖନ୍ତୁ ଆଉ ସର୍ବଦା ଲୁଚେଇ କରି ଢାଙ୍କିକି ରଖନ୍ତୁ। ସନ୍ଧ୍ୟା ସମୟରେ କେବେ ବି ଝାଡୁ ଲଗେଇବା ଉଚିତ ନୁହେଁ, ଏହାକୁ ଅଶୁଭ ମାନାଯାଏ। ଏହି ସମୟରେ ମା ଲକ୍ଷ୍ମୀଙ୍କ ସମୟ ହୋଇଥାଏ ଆଉ ଏହି ସମୟରେ ଝାଡୁ ଲଗାଇଥାନ୍ତି ତ କେଉଁଠି ନା କେଉଁଠି ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ। ଏଥିପାଇଁ ସନ୍ଧ୍ୟା ହେବା ପୂର୍ବରୁ ସଫାସୁତୁରା କରି ନିଅନ୍ତୁ। ସନ୍ଧ୍ୟା ସମୟରେ ଝାଡୁ ଲଗାନ୍ତୁ ନାହିଁ, ମା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି। ଯଦି କୌଣସି ଆବଶ୍ୟକ ପଡେ ଏହି ସମୟରେ ଝାଡୁ ଲଗାଇବା, ତ ଅପରିଷ୍କାର ବସ୍ତୁକୁ ବାହାରକୁ ଫୋପାଡନ୍ତୁ ନାହିଁ, କୋଣରେ ସମ୍ଭାଳି କରି ରଖିଦିଅନ୍ତୁ ଆଉ ପରଦିନ ସକାଳେ ତାହାକୁ ଫୋପାଡ଼ି ଦିଅନ୍ତୁ। ଏମିତି କଲେ ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ। ଝାଡୁକୁ ସର୍ବଦା ନିଜ ଘରର ପଶ୍ଚିମ କୋଣରେ ଲୁଚାଇ ଢାଙ୍କି କରି ରଖିବା ଉଚିତ, ଏହାକୁ ଶୁଭ ମାନାଯାଏ। ଏହି ଦିଗରେ ଝାଡୁ ରଖିଲେ ଘରେ କୌଣସି ପ୍ରକାର ନକାରାତ୍ମକ ଉର୍ଜା ପ୍ରବେଶ କରିପାରି ନଥାଏ। ଲୋକଙ୍କର ତନ୍ତ୍ର ମନ୍ତ୍ର କ୍ରିୟା ଆପଣଙ୍କ ଉପରେ ପ୍ରଭାବ ପକାଇ ପାରି ନଥାଏ। ଭୁଲରେ ବି ଝାଡୁ ଉପରେ ଗୋଡ ଲଗାନ୍ତୁ ନାହିଁ। ଯଦି କେବେ କେବେ ଝାଡୁରେ ଭୁଲରେ ଗୋଡ ବାଜିଯାଏ ତ ଏହାକୁ ଅଶୁଭ ମାନାଯାଏ ଆଉ ଝାଡୁକୁ କ୍ଷମା ମାଗି ନିଅନ୍ତୁ। ତେବେ ଆପଣ ନୂଆ ଝାଡୁ କିଣି କରି ଆଣୁଛନ୍ତି ତ ଯେଉଁ ଜାଗାରେ ଆପଣ ଝାଡୁକୁ ଧରୁଛନ୍ତି ତ ସେହି ଜାଗାରେ ଲାଲ ସୂତା କିମ୍ବା ଧଳା ସୂତା ବାନ୍ଧି ଦିଅନ୍ତୁ। ଏମିତି କଲେ ମା ଲକ୍ଷ୍ମୀ ସ୍ଥିର ରହିଥାନ୍ତି, ଜୀବନରେ ସମସ୍ୟା ସୃଷ୍ଟି ହୋଇନଥାଏ। କୌଣସି ପ୍ରକାରର ଅନାଦର, ସମସ୍ୟା, ଚିନ୍ତା, ଅପମାନ ଜୀବନରେ ଆସିନଥାଏ। ଅଧିକ ପୁରୁଣା ଝାଡୁକୁ ବ୍ୟବହାର କରିବା ଉଚିତ ନୁହେଁ। ଶନିବାର ଦିନ ଯଦି ଆପଣ ନୂତନ ଝାଡୁର ପ୍ରୟୋଗ ଆପଣ ଆରମ୍ଭ କରିଦେବେ ତ ଆପଣଙ୍କ ପାଇଁ ଭଲ ରହିବ। ଆପଣ 8 ଭାଗ୍ୟର ସାଥ ମିଳିବ। ଝାଡୁକୁ ଭୁଲରେ ବି ଖୋଲା ଆକାଶ ତଳେ ରଖିବେ ନାହିଁ। ଅଗଣାରେ ଝାଡୁ ଲଗାଇବା ପରେ ଉଚିତ ସ୍ଥାନରେ ରଖିଦିଅନ୍ତୁ। ଖୋଲା ଆକାଶ ତଳେ କେବେ ବି ଝାଡୁ ରଖିବେ ନାହିଁ। ଚେଷ୍ଟା କରିବେ ଝାଡୁକୁ ଏମିତି ଜାଗା ରଖିବେ ଯେମିତି କେହି ନ ଦେଖିପାରିବେ, ନଚେତ୍ ଏହା ଅଶୁଭ ହୋଇଥାଏ। ଯଦି ଘରେ ନକାରାତ୍ମକ ଉର୍ଜା ଅଧିକ ସମସ୍ୟା କରୁଛି ତ ପୂର୍ଣ୍ଣିମା ଅମାବାସ୍ୟା ତିଥିରେ ଆପଣ ଝାଡୁକୁ ମୁଖ୍ୟ ଦ୍ୱାରରେ ଭିତରେ ରଖନ୍ତୁ। ଏମିତି ରଖନ୍ତୁ ଯେମିତି ଘର ଭିତରକୁ ନକାରାତ୍ମକ ଉର୍ଜାକୁ ପ୍ରବେଶ କରିବାକୁ ଦେବେ ନାହିଁ। ରାତିରେ ଶୋଇବା ପୂର୍ବରୁ ଏକ ଚୁଟକି ଜିରା ଘରେ ବୁଣି ଦିଅନ୍ତୁ ଆଉ ଝାଡୁକୁ ପାଖରେ ରଖିଦିଅନ୍ତୁ। ଆଉ ସକାଳେ ଯେବେ ଆପଣ ଝାଡୁ ଲଗେଇବେ ତ ଜିରାକୁ ବି ଝାଡୁ ଲଗେଇବା ବାହାର କରିଦିଅନ୍ତୁ। ଏହା ଦ୍ୱାରା ଘରର ଉନ୍ନତି ହୋଇଥାଏ ଆଉ ସମସ୍ୟା ଦୂର ହୋଇଥାଏ। ଏହି ଉପାୟ ସପ୍ତାହରେ 2 ଥର କରିବା ପରେ ଚାହିଁଲେ ପ୍ରତିଦିନ ବି କରିପାରିବେ। ଝାଡୁକୁ କେବେ ବି ଉତ୍ତର ପୂର୍ବ କୋଣରେ ରଖିବେ ନାହିଁ। ଏହି ଦିଗରେ ଝାଡୁ ରଖିଲେ ଧନର ଆଗମନ ରାସ୍ତା ବନ୍ଦ ହୋଇଥାଏ। ଆପଣ ଦକ୍ଷିଣ ପଶ୍ଚିମ କୋଣରେ ଝାଡୁ ରଖିବେ ତ ଭଲ ରହିବ, ଅନ୍ୟର ନିଜରରୁ ଲୁଚେଇ ରହିବେ। ସକାଳୁ ଉଠି ଝାଡୁ ଲଗାଇବା ପୂର୍ବରୁ କଣ କରିବେ? ଯେବେ ସକାଳୁ ଉଠୁଛନ୍ତି ତ ଝାଡୁ ଏକାଥରେ ଲଗାଇବା ଆରମ୍ଭ କରନ୍ତୁ ନାହିଁ, ଏହାକୁ ବହୁତ ଅଶୁଭ ମାନାଯାଏ।
ସକାଳୁ ଉଠି ଘରର କବାଟ ଖୋଲନ୍ତୁ। ଅଗଣା 2ରୁ 4 ବୁନ୍ଦା ଗଙ୍ଗା ଜଳର ଛିଞ୍ଚନ କରନ୍ତୁ, ନଚେତ୍ ଶୁଦ୍ଧ ଜଳ ନେଇ ଛିଞ୍ଚନ କରନ୍ତୁ। ଏହା ଥରେ ଆପଣ ଝାଡୁ ଲଗାନ୍ତୁ। ରୋଷେଇ ଘରେ ଭୁଲରେ ବି ଝାଡୁ ରଖନ୍ତୁ ନାହିଁ, ନଚେତ୍ ଧନ ଧାନ୍ୟର କମି ଆସିଥାଏ, ଆଉ ଘରର ଖାଦ୍ୟ ବି ସ୍ୱାଦିଷ୍ଟ ହୋଇନଥାଏ ଏବଂ ରୋଷେଇ ଘରକୁ ନକାରାତ୍ମକ ଊର୍ଜାର ପ୍ରବେଶ ହୋଇଥାଏ। ଘରକୁ ଯେଉଁ ବି ବ୍ୟକ୍ତି ଆସିଥାଏ ତ ସିଧା ଆପଣଙ୍କ ଘରରୁ ଝାଡୁ ଉପରେ ନଜର ନ ପଡିବା ଉଚିତ। ଅମାବାସ୍ୟା ତିଥି ଦିନ ଝାଡୁରେ ସଫା କରି ଯଦି ଘରର ଅପରିଷ୍କାରକୁ ପୁରୁଣା ଝାଡୁ ସହିତ ବାହାରକୁ ଫୋପାଡ଼ି ଦେଉଛନ୍ତି ତ ଏହା ଦ୍ୱାରା ଘରର ସମସ୍ୟା ଦୂର ହୋଇଥାଏ, ଆର୍ଥିକ ସମସ୍ୟା ଦୂର ହୋଇଥାଏ, ରାହୁ କେତୁ ଦୋଷ ପିତୃ ଦୋଷ ଦୂର ହୋଇଥାଏ। ଯଦି ଘରର କୌଣସି ସଦସ୍ୟ ଖାସ୍ କାମରେ ଘରୁ ବାହାରକୁ ଯାଉଛନ୍ତି ତ ତୁରନ୍ତ ଘରୁ ବାହାରିବା ପରେ ଝାଡୁ ଲଗାନ୍ତୁ ନାହିଁ। ଏମିତି କଲେ ଯେଉଁ ବ୍ୟକ୍ତି କୌଣସି କାମରେ ଯାଇଥିବେ ସେହି କାମରେ ସଫଳତା ମିଳିନଥାଏ। ସେଥିପାଇଁ ତୁରନ୍ତ ଝାଡୁ ଲଗାନ୍ତୁ ନାହିଁ, କିଛି ସମୟ ପରେ ଝାଡୁ ଲଗାନ୍ତୁ। ଅନେକ ଥର ଏମିତି ହୋଇଥାଏ, ନୂଆ ଘରକୁ ସ୍ପିଡ୍ କରିଥାନ୍ତି ତ ସେଠାକୁ ନୂଆ ଝାଡୁ ନେଇ ଯାଆନ୍ତୁ। ଏହାପରେ ପୁରୁଣା ଝାଡୁ ଗୁଡ଼ିକ ନେଇ ଯାଆନ୍ତୁ। ପୁରୁଣା ଝାଡୁକୁ ପୁରୁଣା ଘରେ ଛାଡିବା ଉଚିତ ନୁହେଁ। ଯେବେ ବି ଆପଣ ନୂତନ ଘରକୁ ପ୍ରବେଶ କରିବେ, ଗୋଟେ ହାତରେ ତୁଳସୀ ଗଛ ଆଉ ଗୋଟିଏ ହାତରେ ଝାଡୁ ନେଇକି ପ୍ରବେଶ କରନ୍ତୁ। ଆଉ ଗୋଟେ ଗଟିରେ ଜଳ ଭର୍ତ୍ତି କରି ନେଇଯାଆନ୍ତୁ ତ ଏହା ବହୁତ ଶୁଭ ହୋଇଥାଏ। ଘର ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏହିଭଳି ଭିଡିଓ ଆଗକୁ ଦେଖିବା ପାଇଁ ଆମର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ ପ୍ରେସ୍ କରିଦିଅନ୍ତୁ, ଯାହା ଫଳରେ ଆଗାମୀ ଆସୁଥିବା ଭିଡିଓ ନୋଟିଫିକେସନ ସର୍ବପ୍ରଥମେ ଆପଣ ପାଇପାରିବେ।